ପଚାରିମୁ ଯେ ମୋତେ ଆଗେ କହ ଯେ ଏଇ ଯେଉଁ ତୁ ଭେଷ ହେଇକି ଯାଉଛ ଝିଅଙ୍କୁ ତମେ ଲାଇନ୍ ମାରିବା ନାଗି ଟିକେ ଘାଲେଇକି ରହିଯା। 4ଟା ବେଳକୁ କେତେବେଳେ ଡାକିଛି? 4ଟା ବେଳକୁ ଡାକିଥିଲା। 4ଟା ବେଳକୁ ଯଦି ଡାକିଛି ମାନେ ତୁ 3:30 ବେଳକୁ ଯଦି ଯାଇକି ପହଞ୍ଚିବୁ। ଏ ଝିଅମାନଙ୍କର ପ୍ରକୃତି ହେଉଛି ଯଦି ଅପେକ୍ଷା ନ କରିବେ ଟୋକାମାନଙ୍କର ଖାତିରି ଯଦି ସେ ନ ଜାଣିବେ ତାହେଲେ ସେ ଟୋକା ଗୁଡାକୁ ଇଙ୍ଗିତ କରି କଥାବାର୍ତ୍ତା କରିବେ। ସତଲ ଜେଜେ ସେ ମତେ ସେମିତି ଇଙ୍ଗିତ କରି କହୁଥିଲା ମଝିରେ ମଝିରେ। ତା ମାନେ ତୁ ତା ପାଖରେ ଅଧିକା ଦଚେଇ ହଉଛୁ। ବେ ସେ 4ଟା ବେଳକୁ ଟାଇମ୍ ଦେଇଛି 4ଟା 4:30 ନହେଲେ ସୂର୍ଯ୍ୟ ବୁଡ଼ିଲା ବେଳକୁ ଯିବୁ। ସେତେବେଳକୁ ସିଏ ଖାଲି ମାନେ ସେ ଭୁଇଁ ବିଦାରି ପକେଇଥିବ ରାମ୍ପିକି ମାନେ କୁଆଡେ ଗଲେ ମୋ ହିରୋ ସେତେବେଳକୁ ଯାଇକି ପହଞ୍ଚିଲ ଜେଜେ। କେତେ କଥା ମୁଁ ଠିକ କଥା କହେ ବୁଝିପାରୁଛୁ ନା। ତମକୁ ସେଟା ଗୁଲୁଗୁଲାରେ କେହି ବିଷ ଦେଇଦେଇକି ଦୂରେ ମାରିଦଉ ନାହାନ୍ତି ତମକୁ। ତୁ ମରିଯାଉନୁ ତତେ ଗୁଲୁଗୁଲାରେ କେହି ବିଷ ଦେଇଦିଅ। ମତେ ଗୁଲୁଗୁଲା ନଦେନି ମୁଁ ଆଉ ଅଳ୍ପ ଦିନ ପରେ ମରିଯିବି ସେଇଟା କଥା ପଡୁନି। ତେବେ ମତେ ଖାଲି ପଦୁଟିଏ କଥା ତୁ କଥା ଦେଇକି ଯା। ଯେଉଁ ଦିନ ତତେ 4ଟା ବେଳେ ଡାକିବ ତୁ 4:30 ବେଳେ ଯିବୁ ହେଲା। ମୋର ପ୍ରତ୍ୟେକ ଘଟଣା ମତେ କହିବୁ। ତା ଉପରେ ମୋର ଧୁରିଣ ଆଇଡିଆ। ମୁଁ ବହୁତ ଏକ୍ସପର୍ଟ ମୁଁ ତା ଉପରେ। ବଢିଆ ବଢିଆ କଥା ତତେ କହିବି। ଆଗେ ପ୍ରଥମ କଥାଟା ହଉଛି ତୋ ଲଭ୍ ଷ୍ଟୋରିଟା ମତେ କହ।